ହେଲା ନବଗ୍ରାମର ଗାଁ ହାଏ ହେଲା ସାର୍। ଗୁଡ୍ରବଣୀ। ଆଉ ମୁଁ ଏମିତି ପରିସ୍ଥିତିରେ ଥିଲି, ମୋର ବାତ ପରିସ୍ଥିତି ଥିଲା, ବେମାର ଗୋଟେ। ସେଟା ମୋର ପାଖାପାଖି 20-22 ବର୍ଷ ହେଇଥିଲା ସେଇ ବାତଟା। ଦେଇକି ମୁଁ ଡକ୍ଟର ପାଖକୁ ବି ଯାଇଥିଲି, ସେଠି ବି ମେଡ଼ିସିନ୍ ୟୁଜ୍ କରିଥିଲି, ସେଠି ବି ମୋର କାମ ଦେଲାଣି। ଆଉ ଡକ୍ଟର ବି କହିଦେଲେ ମୋତେ ତୋର ଏଇଟା ସରିବନି, ଏଇଟା ଯେଦିନ ମେଡ଼ିସିନ୍ ବ୍ୟବହାର କରିବୁ ତାର ପାୱାରଟା କେତେ ଦିନ ଥିବ ତୋ ଦେହରେ, ସେଦିନ ହିଁ ତୋ ଦେହରେ କାମ କରିବ ଏଇଟା। ଦେଇକି ମୁଁ ତ ବହୁତ ଚିନ୍ତାରେ ପଡ଼ିଗଲି। ଫେର୍ ଗୁଣିଆ ପାଖକୁ ଗଲି, ସେଠି କବିରାଜ ଔଷଧ ବି ଖାଇଲି, ସେଠି ବି ଏତେ ଗଲାନି। ବହୁତ ଜାଗା ମୁଁ ସେମିତି ଖାଇକି କିଛି ସଫଳତା ପାଇଲି ନାହିଁ। କିନ୍ତୁ ଏଠି ଆସିବା ପରେ, ପ୍ରଥମ ଯେଦିନ କମ୍ୟୁନିଟିକି ଆସିଲେ, ପ୍ରଥମ ଏଇ କମ୍ୟୁନିଟିକି ଆସିବା ପରେ, ଯେଦିନ ଫାଷ୍ଟ ଏଇ ଖାଦ୍ୟ ସୁଷମ ଖାଦ୍ୟ ବ୍ୟବହାର କଲି, ସେଇଦିନ ମୋର ଅବଶ୍ୟ ବହୁତ ଫୁର୍ତ୍ତି ଲାଗିଥିଲା। ତାପରେ ସେଦିନଠୁ ଦେହର ଆକ୍ଟିଭ୍ ହେଇଗଲା ଯେ, ଆଉ ତାପରେ ଭୋକ ବି ହେଉନଥିଲା, ଆଗରୁ ଭୋକ ବି ଲାଗିଲା। ତା ପରଦିନ ସକାଳେ ମୋର ତ ଉଠିବାରେ ଏତେ ଇଏ ନାହିଁ, ଭଲ ଲାଗେନି, ଦେହ ହାତ ପୁରା ଥକା ଲାଗେ, ମାନ୍ଦା ଲାଗେ, ଉଠିବା ପାଇଁ ଇଚ୍ଛା ନାହିଁ। ଆଉ ସେଇଦିନ ବାକି ଏତେ ଫୁର୍ତ୍ତି ଲାଗିଲା, ବହୁତ ଫୁର୍ତ୍ତି ଲାଗିଲା। ସେଇଦିନଠୁ ଅବଶ୍ୟ ସେଇ ଫୁର୍ତ୍ତିଟା ରହିଗଲା ଯେ, ଆଉ ସବୁଦିନ ପାଇଁ ଏଇ ସୁଷମ ଖାଦ୍ୟ ବି ଖାଇଲି, ସବୁଦିନ ବ୍ୟବହାର କଲି, 3 ମାସ କଣ୍ଟିନ୍ୟୁ ବ୍ୟବହାର କଲି। ଆଉ ଦେଇକି ସେଇ ବାତରୁ ଅବଶ୍ୟ ସଫଳତା ପାଇଲି ଯେ, ଆଉ ଟିକେ ବି ଆଉ ବାତ ବାହାରିଲାନି। ଏଇଠି କମ୍ୟୁନିଟିକି ଆସିବା ପରେ ଯେମିତି ବତେଇଥିଲେ ଖାଇବା ସିଷ୍ଟମ୍ ବି ସେଇଭଳିଆ ମୁଁ ବ୍ୟବହାର କରିକି ଏଇ ରେଜଲ୍ଟ ପାଇଲି ଅବଶ୍ୟ। ଆଉ ବହୁତ ବହୁତ ଧନ୍ୟବାଦ ଦେବି ଏଇ କମ୍ୟୁନିଟିକି, ଆଉ ପଛକୁ, ଆଉ ଯେ ଇଏ ପ୍ରଡ଼କ୍ଟ ମାନେ ଖାଦ୍ୟ ବନେଇଛନ୍ତି ତାକୁ ମଧ୍ୟ ବହୁତ ବହୁତ ତାକୁ ଧନ୍ୟବାଦ ଦେବି। ଆଉ ଏତିକି କହି ମୁଁ ସମାପ୍ତ କଲି। ନମସ୍କାର।